ଆମ୍ଭମାନଙ୍କର ପାପ ନିମନ୍ତେ ମୃତ୍ୟୁଭୋଗ କରିଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ପ୍ରଶଂସା, ଗୌରବ, ମହିମା, ସମ୍ଭ୍ରମ ପ୍ରଦାନ କରେ। କାରଣ ଏ ସମସ୍ତ ଯେତେ ଯାହା ଆମେ କଲେ ମଧ୍ୟ ତାଙ୍କ ପାଇଁ ଯଥେଷ୍ଟ ହେବ ନାହିଁ, ଯେହେତୁ ସେ ଆମ୍ଭମାନଙ୍କ ପାଇଁ ନିଜର ଅମୂଲ୍ୟ ଜୀବନ ପ୍ରଦାନ କଲେ, ବଳିଦାନ କଲେ। କେବଳ ଆମ୍ଭମାନଙ୍କ ପାଇଁ ନୁହଁ, ଜଗତବାସୀଙ୍କ ପାଇଁ ସେ ମୃତ୍ୟୁବରଣ କଲେ। ତେଣୁ ଆଜି ଦିନ ଏକ ବହୁମୂଲ୍ୟ ଦିନଟେ। ଆଜି ଦିନ ସମଗ୍ର ଜଗତବାସୀଙ୍କ ପାଇଁ ପ୍ରଭୁଙ୍କ କ୍ରୁଶ ସମ୍ମୁଖରେ ଏକ ମୂଲ୍ୟବାନ ଦିନ ହେବା ଆବଶ୍ୟକତା ବୋଲି ମନେ କରେ। ଗୁଡ୍ ଫ୍ରାଇଡେ ବା ଉତ୍ତମ ଶୁକ୍ରବାର ଦିନ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଉତ୍ତମ ଶିକ୍ଷା ଦେବା ପାଇଁ ସେ କ୍ରୁଶ ମଧ୍ୟରେ ଥାଇ ଏକ ଅମୂଲ୍ୟ ବାଣୀ ଗୁଡ଼ିକ ସେ ଶୁଣାଉଛନ୍ତି। ଆଜି ଆମେ ସେ କ୍ରୁଶରୁ ପଞ୍ଚମ ବାଣୀଟିକୁ ଶୁଣିବାକୁ ଯିବା। ପୂର୍ବରୁ ମୁଁ ଚତୁର୍ଥ ବାଣୀ କହିଛି, ପୁଣି ପ୍ରଭୁଙ୍କର ଲୋକମାନେ ମୁଁ ଆଶା କରେ ତାକୁ ମଧ୍ୟ ଦେଖିଛନ୍ତି। ସେଦିନ ଥିଲା ଯୀଶୁଖ୍ରୀଷ୍ଟ ଯେତେବେଳେ ଗଧ ଉପରେ ବସି ଯାଉଛନ୍ତି। ଅନେକ ଲୋକ ଗଧ ଚାଲିବା ପାଇଁ ନିଜର ଲୁଗା, ନିଜର ପୋଷାକ ପକାଇ ଦେଉଛନ୍ତି। ଯାହାର ଲୁଗା ପୋଷାକ ନାହିଁ, ଗଛରୁ ଡାଳ ଆଣି ସେମାନେ ରାସ୍ତାରେ ପକାଉଛନ୍ତି। କିନ୍ତୁ ଆଜି ତାଙ୍କର ଦେହରେ ଖଣ୍ଡିଏ ଲୁଗା ବି ନାହିଁ, କିଏ ଲୁଗା ଦେବାକୁ ଯିବା ଲୋକ ବି ନାହାନ୍ତି। ସେଦିନ ଥିଲା ଅନେକ ଲୋକ ତାଙ୍କର ପ୍ରଶଂସା କରୁଥିଲେ, ହୋଶାନା ଦାଉଦ ସନ୍ତାନ ବୋଲି କହୁଥିଲେ। କିନ୍ତୁ ଆଜି ତାଙ୍କୁ ଲୋକେ କ୍ରୁଶରେ ଚଢ଼ାଅ ବୋଲି ନାରା ଦେଉଛନ୍ତି। ସେଦିନ ଥିଲା ଅନେକ ଲୋକ ଆଜି ହସୁଥିଲେ, ନାଚୁଥିଲେ। କିନ୍ତୁ ଆଜି ଦିନ ଥିଲା ତାଙ୍କ ପାଇଁ ଏକ କ୍ରନ୍ଦନର ଦିନ। ଅନେକ ଲୋକ କାନ୍ଦୁଛନ୍ତି, ଇଏ କ'ଣ ହେଉଛି? ଯୀଶୁଖ୍ରୀଷ୍ଟଙ୍କୁ ଆଜି ମୃତ ମାନଙ୍କ ସମ୍ମୁଖରେ ପକାଉଛନ୍ତି। ସେଦିନ ଥିଲା ଅନେକ ଲୋକ ଯୀଶୁଙ୍କ ସହିତ ରହୁଥିଲେ, ସଙ୍ଗରେ ରହୁଥିଲେ, ହଜାର ହଜାର ଲୋକ। କିନ୍ତୁ ଆଜି ତାଙ୍କ ପାଖରେ କେହି ନାହାନ୍ତି। ସେ ବର୍ତ୍ତମାନ ଏକଲା ହେଇଯାଇଛନ୍ତି, ଆଉ ସେ କ୍ରୁଶରେ ଅଛନ୍ତି। ସେ ଗୋଟିଏ ପରେ ଗୋଟିଏ ବାଣୀ କହୁଛନ୍ତି ଆମମାନଙ୍କର ଭବିଷ୍ୟତ ଜୀବନ ପାଇଁ, ଆମମାନଙ୍କର ଖ୍ରୀଷ୍ଟୀୟ ଜୀବନରେ ସେ ସମସ୍ତ ବିଷୟକୁ ଶିଖିବା ପାଇଁ, ବୁଝିବା ପାଇଁ ସେ କହୁଛନ୍ତି। ତା ମଧ୍ୟରୁ ଆଜି ଆମେ ପଢ଼ିବା ସେହି ପଞ୍ଚମ ବାଣୀ, ଯାହା ଯୋହନ 19:28 ପଦରେ ଲେଖା ଅଛି। ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, ମୋତେ ତୃଷା ଲାଗୁଅଛି। ପଞ୍ଚମ ବାଣୀ, ଯୀଶୁଖ୍ରୀଷ୍ଟଙ୍କୁ ଯେ ତୃଷା ଲାଗୁଅଛି, ଏ କଥା ଆମେ ଶୁଣିପାରୁଛେ। ଯାହା ବାକ୍ୟ କହୁଛି, ଯୀଶୁଖ୍ରୀଷ୍ଟ ଧର୍ମଶାସ୍ତ୍ରର ସମସ୍ତ ବିଷୟକୁ ଗୋଟି ପରି ଗୋଟି ସଫଳ କରି ଆସୁଛନ୍ତି। ସେ ଯେ ପିତାଙ୍କ ସହିତ ଯେଉଁ ଚୁକ୍ତି କରିଥିଲେ, ସେ କ୍ରୁଶରେ ହତ ହେବେ, ଜଗତକୁ ଉଦ୍ଧାର କରିବେ, ସେହି ଚୁକ୍ତି ଅନୁସାରେ ବର୍ତ୍ତମାନ ସେ ଶେଷ ପର୍ଯ୍ୟାୟରେ ଅଛନ୍ତି। ପୁଣି ବାକ୍ୟ ସଫଳ ହେବା ପାଇଁ ସେ ଯେ ତୃଷିତ ଲୋକ, ସେ ଯେ ତୃଷାରେ ଅନୁଭବ କରୁଛନ୍ତି। କେବଳ ଯେ ତୃଷା ନୁହଁ, ଦେଖନ୍ତୁ ତାଙ୍କୁ ଏତେ କଷ୍ଟ ଦିଆଯାଉଛି, ମାଡ଼ ମରାଯାଉଛି, ବର୍ଷାଘାତ କରାଯାଉଛି, କୋରଡ଼ା ପ୍ରହାର, ତଥାପି ସେ ସମସ୍ତ ଯନ୍ତ୍ରଣା ସେ ଅନୁଭବ କରୁନାହାନ୍ତି କି? ନୁହଁ। କାରଣ ସେ ଯେତେବେଳେ ଗେଛମନି ବଗିଚାରେ ପ୍ରାର୍ଥନା କଲେ, ଯେତେବେଳେ ଅଧା ମନୁଷ୍ୟ ଅଧା ପବିତ୍ରାତ୍ମାଙ୍କ ଦ୍ୱାରା ସେ ଜନ୍ମଗ୍ରହଣ କରିଥିଲେ, ଏଥିପାଇଁ ସେ ଅଧା ମନୁଷ୍ୟ ଯୋଗୁଁ ସେ ପ୍ରାର୍ଥନା କଲେ, ଏଇ ପାନପାତ୍ର ମୋ ଠାରୁ ଦୂର କର, ଏ ଦୁଃଖ କଷ୍ଟ ମୋ ଠାରୁ ଗୁଞ୍ଚାଇ ଦିଅ। କିନ୍ତୁ ପରମେଶ୍ୱର ଯେ ତାଙ୍କ ସହିତ ଚୁକ୍ତି କରିଥିଲେ, ଇଏ ମରିବାକୁ ପଡ଼ିବ, ଇଏ ନ ମଲେ ଜଗତ ଉଦ୍ଧାର ପାଇବ ନାହିଁ। ଏଥିପାଇଁ ଦୂତଙ୍କୁ ପଠାଇ ତାଙ୍କୁ ସେ ଜାଗାରେ ଶକ୍ତି ଦିଆଗଲା। ସେହି ସମୟଠାରୁ ଆଉ ସେ କୌଣସି କଷ୍ଟ ଅନୁଭବ କଲେ ନାହିଁ। କିନ୍ତୁ ଏବେ କାହିଁକି ଡାକିବେ ଆଜ୍ଞା? ପାଣି ଟିକିଏ ପାଇଁ କି ଯନ୍ତ୍ରଣା ପାଇଁ ସେ କହିଲେ କି? ନୁହଁ। କିନ୍ତୁ ଯେପରି ଶାସ୍ତ୍ରର ବାକ୍ୟ ସଫଳ ହୁଏ, ଏଥିପାଇଁ ସେ କହୁଛନ୍ତି। ସେ ତ ନିଜେ ଆଜି ଅନେକ ସ୍ଥାନରେ କହନ୍ତି, ଆମେ ଜୀବନ୍ତ ଜଳ, ଯୋହନ ପୁସ୍ତକରେ ସେ ଜଳର ପ୍ରାଧାନ୍ୟତାକୁ ବର୍ଣ୍ଣନା କରିଛନ୍ତି। ଯଦି ଆମେ ଯୋହନ 2 ପର୍ବରେ ଦେଖିବା, ସେ ଜଳକୁ ଦ୍ରାକ୍ଷାରସ କଲେ। ଯଦି ଆମେ 3 ପର୍ବରେ ଦେଖିବା, ଜଳରେ ତୁମେ ପୁନର୍ଜନ୍ମ ହେବାକୁ ପଡ଼ିବ, ନଚେତ୍ ସ୍ୱର୍ଗ ରାଜ୍ୟକୁ ଯାଇପାରିବ ନାହିଁ। 4 ପଦରେ ଆମେ ଦେଖୁଛୁ ସମୟଣୀ ସ୍ତ୍ରୀ ସହିତ ସେ କଥା ହେଉଛନ୍ତି, ମୋତେ ତୁମେ ଯଦି ପିଇବାକୁ ଦିଅ ବୋଲି ଯେ କହୁଛନ୍ତି, ତାଙ୍କୁ ଯଦି ତୁମେ ଜାଣିଥାନ୍ତ ତାହେଲେ ତୁମେ ତାଙ୍କୁ ମାଗିଥାନ୍ତ,
ଆଉ ସେ ତୁମକୁ ଜୀବନ୍ତ ଜଳ ଦେଇଥାନ୍ତେ। ଆଜ୍ଞା ଏଇ ଜାଗାରେ ବି ଯୀଶୁ ସେଇ ସ୍ତ୍ରୀ ଲୋକକୁ ଜଳ ମାଗିଲେ ସତରେ କ'ଣ ପିଇବା ପାଇଁ କି ତାଙ୍କୁ ପିଇବା ପାଇଁ? ବାସ୍ତବରେ ଯୀଶୁ ହେଉଛନ୍ତି ଜୀବନ୍ତ ଜଳ। ଆଜ୍ଞା ତାଙ୍କୁ ପୁଣି ଆଉ ଜଳର ଆବଶ୍ୟକତା ରହିଛି କି? କିନ୍ତୁ ବାକ୍ୟ ସଫଳ ହେବା ପାଇଁ, ଯେପରିକି ସମସ୍ତ ବିଷୟ ଠିକ୍ ଭାବରେ ହୁଏ ଏଥି ନିମନ୍ତେ ସେ କହୁଛନ୍ତି। ଆମେ ଯଦି ଦେଖିବା ଅନେକ ସ୍ଥାନରେ ଯୀଶୁଙ୍କର ସେଇ ପିତା ଯିଏକି ଜଳର କୂପ ବୋଲି କୁହାଯାଏ। ଯିଶାୟ 12:3 ପରିତ୍ରାଣର କୂପ, ପୁଣି ଝିରିମିୟ 2:13 ମଧୁର ଜଳର ସ୍ଥାନ, ପୁଣି ଗୀତ ସହିତ 36:9 ଜୀବନର ନିର୍ଝର। ଆଉ ଆମେ ଯଦି ଦେଖିବା ଜହନ ତାର 7:37 ଲେଖା ଅଛି, ଶେଷ ଦିନ ଅର୍ଥାତ୍ ପର୍ବର ପ୍ରଧାନ ଦିନ ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, କେହି ଯଦି ତୃଷିତ ହୁଏ ତେବେ ସେ ମୋ ନିକଟକୁ ଆସି ପାନ କରୁ। ଏମିତିକା ବ୍ୟକ୍ତି ସେ ପୁଣି ଆଜି ତୃଷାର୍ତ ହେଉଛନ୍ତି। ପ୍ରଭୁଙ୍କର ବାକ୍ୟ ସଫଳ ହେବା ପାଇଁ ସବୁ ଘଟୁଥିଲା। ତେଣୁ ସେ ଯେତେବେଳେ ଜଳ ମାଗୁଛନ୍ତି ସେମାନେ ତାଙ୍କୁ ଅମ୍ଳ ରସ ଦେଉଛନ୍ତି, ତାଙ୍କୁ ସେମାନେ ବିଷଯୁକ୍ତ ଜଳ ଦେଉଛନ୍ତି, ପିତା ଜଳ ଦେଉଛନ୍ତି। ଏହା ମଧ୍ୟ ସେଇ ଗୀତ ସଂହିତାରେ ଥିବା ଭାବବାଣୀ ସଫଳ ହେବା ପାଇଁ ହେଲା, ଯାହା ସେଇ 59 ଗୀତର 21 ଲେଖାଯାଏ। ପରମେଶ୍ୱରଙ୍କର ସେଇ ଦାନକୁ ସେମାନେ ଜାଣିପାରୁନାହାନ୍ତି। ଯୀଶୁ ଯେ ସେ ପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ ଯାଇନାହାନ୍ତି। ଏମାନେ ଏତେ କରୁଥିଲେ ମଧ୍ୟ ସେମାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଏମାନେ କି ଟିକିଏ ଭଲ ବିଷୟ ଦେବାର ନଥିଲା। ପାଣି ମାଗୁଛି, ଠିକ୍ ଅଛି ପାଣି ଟିକିଏ ଦେବା ବୋଲି କହିବାର ନଥିଲା, କିନ୍ତୁ ବିପରୀତ ବିଷୟ ଦେଉଛନ୍ତି। ପ୍ରିୟ ଲୋକମାନେ, ଆଜି ଆମେ ପଞ୍ଚମ ବାଣୀରୁ କ'ଣ ଶିଖିବା? ଯୀଶୁ ଜଗତରେ ଥିଲାବେଳେ କହୁଥିଲେ, ଯଦି କୌଣସି ପୁଅ ରୁଟି ମାଗିବ ତାଙ୍କୁ ପଥର ଦିଆଯିବ କି? କୌଣସି ପିତା ଏପରି କାର୍ଯ୍ୟ କରିବ ନାହିଁ। ଯଦିଓ ସେ ମଦୁଆ ହେଇଥାଏ, ମୂର୍ଖ ହେଇଥାଏ, ତଥାପି ନିଜର ପୁଅ ଝିଅମାନଙ୍କୁ ଆମେ ଉତ୍ତମ ବିଷୟ ଦେବା ପାଇଁ ଚେଷ୍ଟା କରୁ। କିନ୍ତୁ ଏ ସ୍ଥାନରେ ସେମାନେ ଭଲ ବିଷୟ ବଦଳେ ମନ୍ଦ ବିଷୟ ଦେଉଛନ୍ତି। ପାଉଲ ରୋମିଓ ମଣ୍ଡଳୀକୁ କହନ୍ତି ତାର 12:20, ଯଦି ତୁମର ଶତ୍ରୁ ତୃଷିତ ତାକୁ ପାନ କରାଅ, ଏହିପରି କଲେ ତୁମେ ତା ମସ୍ତକ ଉପରେ ଜ୍ୱଳନ୍ତ ଅଙ୍ଗାରର ଗଦା କରିବ। ଯଦି ଶତ୍ରୁକୁ ଆପଣ ଉତ୍ତମ ବିଷୟ ଦେବେ ସେ ଲଜ୍ଜିତ ହେବ। ତେଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ କି ତୃଷିତ ଲୋକମାନଙ୍କୁ କେବେ ହେଲେ ପାଣି ଟିକିଏ ପିଇବାକୁ ଦେଉଛୁ କି ତାକୁ ତାନା ମାରୁଛୁ? ବିଳା ପୁସ୍ତକ 4:4 ଲେଖାଯାଏ, ତୃଷା ହେତୁରୁ ସ୍ତନ୍ୟ ପାଇ ଶିଶୁର ଜିଭ ତାଳୁରେ ଲାଗିଯାଉଛି। ଏହି ସ୍ଥାନରେ ବାସ୍ତବରେ ଯାହା ଆବଶ୍ୟକତା ଶିଶୁମାନଙ୍କୁ ଦେବାର ତାହା ଆମେ ଦେଇପାରିନଥାଉ। ଶିଶୁମାନଙ୍କର ଆବଶ୍ୟକତା କ'ଣ? କିନ୍ତୁ ଆଜିକାଲି ଖରାପ ବିଷୟ ଆମେ ଦେଉଛୁ। ଏ ଜଗତରେ ଅନେକ ତୃଷା ରହିଛି। ପ୍ରିୟ ଲୋକମାନେ, ଜଗତର ତୃଷା ମେଣ୍ଟାଇବା ବହୁତ କଷ୍ଟକର ବିଷୟ। ଆତ୍ମିକ ତୃଷା ପୁଣି ଜଗତର ତୃଷା, ଏ ଦୁଇ ମଧ୍ୟରେ ପ୍ରାୟତଃ ଅନେକ ଲୋକ ଆତ୍ମିକ ତୃଷାକୁ ଜାଣନ୍ତି ନାହିଁ। କିନ୍ତୁ ଜଗତର ତୃଷା, ଧନର ତୃଷା, ପଦବୀର ତୃଷା, ମଦପାନର ତୃଷା, ବ୍ୟଭିଚାର ତୃଷା, ଏସବୁ ସଂସାର ତୃଷାରେ ଆଜି ଆମେ ମାତି ରହୁଛୁ। ଆମେ ଜାଣିବା ଦରକାର ଯେ ଏସବୁ ତୃଷା ଆମ ଜୀବନକୁ ବିନାଶ କରିବ। କିନ୍ତୁ ଯଦି ଆମେ ଆତ୍ମିକ ତୃଷାରେ ବଢ଼ିବା, ଆଧ୍ୟାତ୍ମିକ ଦିଗରେ ବଞ୍ଚିବା, ତେବେ ଆମ ଜୀବନ ରକ୍ଷା ପାଇବ, ଆମେ ଉଦ୍ଧାର ପାଇବା। ପ୍ରିୟ ଲୋକମାନେ, ଆମ ମଧ୍ୟରେ କୌଣସି ମନ୍ଦ କାର୍ଯ୍ୟ କରିବାର ଅଭିଳାଷ ନ ରହୁ, ଆମେ ପ୍ରତିଶୋଧ ନେବାର ଅଭିଳାଷ ନ ରହୁ। ଏଭଳି ପୁସ୍ତକ 12:15 କୁହେ, କାଳେ କେହି ଈଶ୍ୱରଙ୍କ ଅନୁଗ୍ରହରୁ ପତିତ ହୁଏ ଅବା କୌଣସି ତିକ୍ତତାର ମୂଳ ଅଙ୍କୁରିତ ହୋଇ ବଢ଼ି ଉଠି ତୁମ୍ଭମାନଙ୍କର ଅନିଷ୍ଟ କରେ, ଆଉ ତଦ୍ୱାରା ଅନେକ କଳୁଷିତ ହୁଅନ୍ତି। ତିକ୍ତତାର ବିଷୟ, କଳୁଷିତ ତାର ବିଷୟ ନ ରହୁ, ମନ୍ଦ ବିଷୟ ନ ରହୁ। ସେଦିନ ଯଦିଓ ସେମାନେ ଯୀଶୁଙ୍କୁ ଟିକିଏ ପାଣି ଦେଇଥାନ୍ତେ, କ'ଣ ଅସୁବିଧା ହେଇଥାନ୍ତା? କିଛି ନୁହଁ। କିନ୍ତୁ ଯାହା ଭବିଷ୍ୟତବାଣୀ ହେଇଛି ତାକୁ ସେମାନେ ବୋଧେ ପୁରା କରୁଛନ୍ତି ବୋଲି ଆମେ ଜାଣିପାରୁଛୁ। ସେମାନେ ହୁଏତ ତାକୁ ଜାଣିଥିବେ କି ନାହିଁ,
ଏ ସମସ୍ତ ବିଷୟ ମନ୍ଦ ବିଷୟ ଦେଇଥିବାରୁ ପ୍ରଭୁଙ୍କର ସେଇଦିନ ବାକ୍ୟକୁ ସଫଳ ହେବାର ଆମେ ଦେଖିପାରୁଛୁ। ଏକ ଉଦାହରଣଟି ଆମେ କହି ସମାପ୍ତ କରିବା। ଦିନେ ଏପରି ପାଳକ ବାବୁ ସେ ସମସ୍ତଙ୍କୁ ଠିକ୍ କଥା କହନ୍ତି। ଯେହେତୁ ପାଳକମାନେ ଆମେ ସମସ୍ତେ ଅନ୍ୟମାନଙ୍କୁ କରେକ୍ସନ୍ କରିବା ଲୋକ, ଅନ୍ୟମାନଙ୍କୁ ଠିକ୍ କରିବା ଲୋକ। ଯଦି ଆମେ ଠିକ୍ କଥା କହିବା ନାହିଁ, ହୁଏତ ସେମାନଙ୍କର ପାପର ଭୁଲଟା ଆମ ଉପରେ ଲାଗିବ। ତେଣୁ ସେ ସବୁବେଳେ ସମସ୍ତଙ୍କୁ ସଠିକ୍ କଥା କହନ୍ତି। କିନ୍ତୁ ଗ୍ରାମର ଏକ ପରିବାର ପାଳକ ବାବୁଙ୍କୁ ସେ ଭଲ ପାଆନ୍ତି ନାହିଁ। ତାଙ୍କ କଥା ତାଙ୍କୁ ଭଲ ଲାଗେ ନାହିଁ, ସବୁବେଳେ ବିପରୀତ ପରି ଲାଗେ। ତେଣୁ ସେ ପରିବାର ଦିନେ ପାଳକର ଅନିଷ୍ଟ ଚିନ୍ତା କଲେ। ସ୍ୱାମୀ ସ୍ତ୍ରୀ ସେମାନେ କଥାବାର୍ତ୍ତା ହେଲେ, ପାଳକ ବାବୁଙ୍କୁ ଆମେ ପାନେ ଚଖାଇବା। କ'ଣ କରିବା? ନାଇଁ, ତାଙ୍କୁ ଖାଇବାକୁ ଡାକିବା, ତାଙ୍କୁ ବିଷ ଦେଇଦେବା, ତେବେ ସେ ବିଷ ଖାଇ ମରିଯିବେ। ସ୍ୱାମୀ ସ୍ତ୍ରୀ ଏକମତ ହେଇ ସେମାନେ ତାଙ୍କୁ ଦିନେ ଖାଇବାକୁ ଡାକୁଛନ୍ତି। ଘରକୁ ଯାଇ କହୁଛନ୍ତି, ଆଜ୍ଞା ଆଜି ଆପଣ ଆମ ଘରେ ଖାଇବେ। ପାଳକ ବାବୁ କହିଲେ, ଆରେ ଏ କେମିତି କଥା? ଯେବେ ମୁଁ କୌଣସି କଥା କୁହେ ଏମାନେ ତ ଖୁସି ହୁଅନ୍ତି ନାହିଁ, ଏମାନେ ରାଗନ୍ତି, ବିପରୀତ କଥା କହନ୍ତି। ଏମାନେ ପୁଣି ଆଜି ଖାଇବା ପାଇଁ ଡାକୁଛନ୍ତି। ସେ ଅବାକ୍ ହେଲେ, ପୁଣି କହିଲେ, ଠିକ୍ ଅଛି ମୁଁ ଖାଇବାକୁ ଯିବି। ସେମାନେ ଘରେ ପ୍ରସ୍ତୁତ କଲେ ଖାଇବାର। ପୁଣି ସନ୍ଧ୍ୟାରେ ଡାକି ଯାଉଛନ୍ତି, ଆଜ୍ଞା ଆସନ୍ତୁ। ପୁଣି ପାଳକ ବାବୁ ଘରେ ପ୍ରାର୍ଥନା କଲେ, ପ୍ରଭୁ ଆଜି ମୁଁ ତୁମ ହସ୍ତରେ ସମର୍ପିତ ହୋଇ ଯାଉଛି। ମୁଁ ଜାଣେ ନା ଏଥିର ପରିଣାମ କ'ଣ ଅଟେ। ପ୍ରାର୍ଥନା କରୁଛି ତୁମ ଲୋକମାନଙ୍କୁ ତୁମେ କେବେ ଛାଡ଼ିବ ନାହିଁ, ତୁମେ ପରିତ୍ୟାଗ କରିବ ନାହିଁ। ପ୍ରାର୍ଥନା କଲେ, ଗଲା ପରେ ସ୍ୱାମୀ ସ୍ତ୍ରୀ ଯାହା ଯୋଜନା କରିଛନ୍ତି ତଦନୁସାରେ ସମସ୍ତ ବିଷୟ ସେମାନେ କରୁଛନ୍ତି। ଖାଇବାକୁ ଦେଉଛନ୍ତି। ଖାଇବାକୁ ସେ ଯିବା ପୂର୍ବରୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଏ ଖାଦ୍ୟକୁ ତୁମେ ଆଶୀର୍ବାଦ କର। ଯଦି ଏହା ବିଷାକ୍ତ ହେଇଥାଏ, ଏହାକୁ ତୁମେ ଅମୃତ କରିଦିଅ ପ୍ରଭୁ। ଯୀଶୁ ନାମରେ ମାଗୁଅଛୁ ପିତା, ଆମେନ୍। ଖାଇସାରିଲା ପରେ ସେ ବସୁଛନ୍ତି, କଥାବାର୍ତ୍ତା ହେବା ପାଇଁ ସେ ଚାହୁଁଛନ୍ତି। କିନ୍ତୁ ସ୍ୱାମୀ ସ୍ତ୍ରୀ ମାନେ ଡରୁଛନ୍ତି, କାଳେ କେତେବେଳେ ସେଠାରେ ମରିଯିବେ। ସେ କହୁଛନ୍ତି, ଆଜ୍ଞା ଠିକ୍ ଅଛି ଯାଆନ୍ତୁ ଆଜ୍ଞା, ଧନ୍ୟବାଦ ଆଜ୍ଞା। ନାଇଁ ଟିକେ ବସିବା, କଥାବାର୍ତ୍ତା ହେବା। କାହିଁକି ଏତେ ଶୀଘ୍ର? କେତେ ଦିନ ପରେ ଏତେ ପ୍ରେମ କରି ତୁମେ ଖାଇବା ପାଇଁ ମୋତେ ଡାକିଛ। ମୁଁ ଭାବିନଥିଲି ଆଜି ତୁମ ପରିବାରରେ ଖାଇବି ବୋଲିକି। ପ୍ରଭୁଙ୍କର ଯୋଜନା। ନା ଆଜ୍ଞା ଠିକ୍ ଅଛି, ସକାଳେ ମିଶିବା, କଥା ହେବା। କାହିଁ ଏମାନେ ଡରୁଛନ୍ତି କେତେବେଳେ ମରିଯିବେ କି, ତାଙ୍କ ଘରେ ମରିଗଲେ ତାଙ୍କୁ ଅସୁବିଧା ହେବ। କିନ୍ତୁ ପାଳକ ବାବୁ ସେ କିଛି ସମୟ ବସି କଥାବାର୍ତ୍ତା ହେବା ପାଇଁ ଚାହୁଁଛନ୍ତି। ଏପରି ହଉ ସେ ଘଣ୍ଟାଟେ କଥା ହେଲେ। କିନ୍ତୁ ଜବରଦସ୍ତି କରି ଏମାନେ ତାଙ୍କୁ ଘରେ ଛାଡ଼ିଦେଲେ। ଯେତେବେଳେ ସେ ଘରେ ଗଲା ପରେ ପ୍ରାର୍ଥନା କଲେ, ପୁଣି ଶୋଇଦେଲେ। ସକାଳୁ ଆଜି ସେ ଘରର କର୍ତ୍ତା ସେ ଯାଉଛନ୍ତି ପାଳକ ଆଜ୍ଞାଙ୍କୁ ଦେଖିବା ପାଇଁ, ମରିଛନ୍ତି ନା ବଞ୍ଚିଛନ୍ତି। ଯେତେବେଳେ ସେ ସକାଳୁ ଯାଉଛନ୍ତି, ପାଳକ ଆଜ୍ଞାଙ୍କୁ ଦେଖିଦେଲେ। ପାଳକ ଆଜ୍ଞାଙ୍କୁ ଯେତେବେଳେ ଦେଖିଦେଲେ ତା ମୁଣ୍ଡ ଅଫ୍ ହେଇଗଲା। ଆରେ ମରିନାହାନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ପ୍ରଭୁ ଆମମାନଙ୍କ ସହିତ ଅଛନ୍ତି, ଜୀବନ ଯଦି ଅଛି, ଆଜ୍ଞା କୋଉ ମରଣ ତାଙ୍କୁ ନେଇପାରିବ ନାହିଁ। ତେଣୁ ଆମେ ଯେବେ ଅନ୍ୟମାନଙ୍କୁ ଉତ୍ତମ ବିଷୟ ଦେବା, ପ୍ରଭୁ ବାସ୍ତବରେ ସେ ବିଷୟକୁ କେବେ ଭୁଲିଯିବେ ନାହିଁ। ଆଜି ଏ ଲୋକମାନେ ଯୀଶୁଖ୍ରୀଷ୍ଟଙ୍କୁ ଯଦି ଟିକେ ପାଣି ଦେଇଥାନ୍ତେ, ସେ ତ ବଞ୍ଚି ନଥାନ୍ତେ ନା। ସେ ପାଣି ପିଇବା ଦ୍ୱାରା ସେ ଶାନ୍ତି ଅନୁଭବ କରିନଥାନ୍ତେ। ବାକ୍ୟ ଯେପରି ସଫଳ ହୁଏ, ଶାସ୍ତ୍ରର ବାକ୍ୟ ସଫଳ ହେବା ପାଇଁ ସେ ଆଜି ପାଣି ମାଗିଲେ। କିନ୍ତୁ ସେମାନେ ତାଙ୍କୁ ବିପରୀତ ବିଷୟ ଦେଲେ। ଆମ ଜୀବନରେ ଯେତେ ପର୍ଯ୍ୟନ୍ତ ସାଧ୍ୟ ଆମେ ଅନ୍ୟମାନଙ୍କର ଉପକାର କରିବା ପାଇଁ, ଅନ୍ୟମାନଙ୍କ ଖୁସି ପାଇଁ ଆମେ କାମ କରିବା ଦରକାର। ପ୍ରଭୁ ବିଶେଷ କରି ଆଜିର ପଞ୍ଚମାଣୀରୁ ଆମମାନଙ୍କୁ ଉତ୍ତମ ବିଷୟ ଶିକ୍ଷା ଦେବାକୁ ସାହାଯ୍ୟ କରନ୍ତୁ। ଆମେନ୍। ଧନ୍ୟବାଦ।